ଦେଖନ୍ତୁ ଏଠି ଘର ପୋଡ଼ି ଯାଇଛି। ଇଏ ହେଉଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜହ୍ନାପାଳ ଗ୍ରାମ ପଞ୍ଚାୟତରେ। କାଲି ରାତିରେ କିଛି ଦୁର୍ବୃତ୍ତ ଲୋକ ଯାହାକି ଅପରାଧୀ ଲୋକ ଆସିକି ଏ ନିରୀହ ଘରେ ନିଆଁ ଲଗେଇକି ପୋଡ଼ି ଦେଇଛନ୍ତି। ଇଏ ହେଉଛି ପଙ୍କପାଳ ପଞ୍ଚାୟତରେ ଯାଉଛି। ଏ ଗାଁ ନାଁ ହେଉଛି ଜହ୍ନାପାଳ। କେଉଁଭଳି ଭାବରେ ସେ ଘର ଜଳି ଯାଇଛି ସେ ଲୋକ ଆଜି ସକାଳେ ଆସିକି ମୁଣ୍ଡ ବାଡ଼େଇ କାନ୍ଦିଲେ, କିନ୍ତୁ ପ୍ରଶାସନ ଦେଖା ନାହିଁ କି କିଛି ନାହିଁ। ଯେଉଁ ଲୋକ ଆକୁ ନିଆଁ ଲଗାଇଛି ତାକୁ ତୁରନ୍ତ ଧରାଯାଉ କି ତା ସହିତ ଦିନକୁ ଦିନ ଏମିତି ଏକ ଅପରାଧୀ କାଣ୍ଡ କରିକି ଘର ଦ୍ୱାର ଜାଳିବାରେ ଏଇଖା ପଙ୍କପାଳରେ ବହୁତ ପରିମାଣ ମାତିଛି। ଦିନ ଦ୍ୱିପହରରେ ଯେମିତି ଘରୁ ବସେଇକି ଟଙ୍କା ସୁନା ନେଇକି ଲୁଟିକି ପଳାଉଛନ୍ତି ଗୋଟେ ଟାଇପ୍ର, ସେମିତି କାଲି ରାତିରେ ଏଇ ଟାଇପ୍ର ଘଟଣା ଘଟିଛି, ଯାହାକି ଜହ୍ନାପାଳ ଗ୍ରାମ ପଞ୍ଚାୟତରେ। କିନ୍ତୁ ହଠାତ୍ କିନା କାଲି ରାତି 3ଟାରେ ଆସିକି କିଛି ଅଭଦ୍ର ଆଉ ଚୋର ଡକାୟତ ଲୋକମାନେ ଘରଟା ପୋଡ଼ି ଦେବା ସହିତ ତା ସହିତ ଜଣାପଡ଼ୁଛି କି ତାଙ୍କର ପୂର୍ବ ଶତ୍ରୁତା କାହା ସାଙ୍ଗେ ଥିଲା, ସେଥିପାଇଁ ନିଆଁ ଲଗେଇ ସେ ଘରଟା ଜାଳି ଦେଇଛନ୍ତି। ତା ସହିତ ଏ ପାଖରେ ଥିବା ଇଠି ଯେଉଁ ଘରେ ଆଙ୍କର ଦୁଇଟା ଛେଳି ଚୋରି କରି ନେଇଯାଇଛନ୍ତି। ସେ କାଲି ରାତି 3:30 4ଟା ବେଳେ ଏ ଘଟଣା ଘଟିଛି। ତେଣୁକରି ଏ ଭିଡ଼ିଓକୁ ବହୁତ ପରିମାଣରେ ଭାଇରାଲ୍ କର, ଯେହେତୁ ସେ ଚୋର ଧରା ପଡ଼ିବେ। ତା ସହିତ ଏଇ ଚୋରକୁ କଠୋର ଶାସ୍ତି ମଧ୍ୟ ଦିଆଯିବ, କାରଣ ଏମିତି ଘର ପୋଡ଼ିକି ଚୋରି କରିବା ଇଏ ହେଉଛି ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା। ତା ସହିତ କୁଜଙ୍ଗ ପୋଲିସ ଥାନାରେ ଏଫଆଇଆର ମଧ୍ୟ ଦିଆହେଇଛି, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଛି ତଦାରଖ କରିନାହାନ୍ତି। ତା ସହିତ ଏଠି ଗୋଟେ ପ୍ରଶ୍ନ ଉଠିଛି, ଯେତେବେଳେ ନୂଆ ସରକାର ଆସୁଛି ଦିନକୁ ଦିନ ପଙ୍କପାଳ ଏରିଆରେ ଅତ୍ୟନ୍ତ ଦୁର୍ବୃତ୍ତ ଘଟଣା ଘଟି ଚାଲିଛି। ରାହାଜାନୀ ଡକାୟତ, ଘର ପୋଡ଼ିକି ଚୋରି କରିବା, ଏମିତି ବଡ଼ ବଡ଼ ଅପରାଧ ମଧ୍ୟ ଘଟିଛି। କିନ୍ତୁ ଯେତେବେଳେ ଏ ଲୋକ ଆସି ରହିବା ଚାହିଁବ ତା ଘର ଟୋଟାଲ ପରେ ପୋଡ଼ି ବାଡ଼ି ଦେଇଛନ୍ତି। ଇଏ ହେଉଛି ଘର ପୋଡ଼ିଥିବାର ଦୃଶ୍ୟ, ଧୂଆଁ ମଧ୍ୟ ଏଠି ଉଠୁଛି ଦେଖନ୍ତୁ। ଏ ଚୋରମାନଙ୍କୁ ଶୀଘ୍ର ଧରାଯାଉ। ଗୋଟିଏ ଗାଁ ଭିତରେ ବସିକି ନିଆଁ ଲଗେଇ ରାତିରେ ପୋଡ଼ି ଯିବା କଥା ଗୋଟେ ଦୁଃଖଦାୟକ ଘଟଣା। ଯଦି ତୁମେ ଚୋରି କରିବା ଦ୍ୱାରା ଏତେ ସାରା ଦିନରେ ଆଇଥାନ୍ତ, ନିଆଁ ଲଗେଇ ଯାଇଥାନ୍ତ, ତାହେଲେ ମାନିଥାନ୍ତେ ତୁମେ ହିରୋ ପଣିଆ ଏଠି ଚୋରି କରି ଦେଖାଉଥିଲ ବୋଲି। କିନ୍ତୁ ଚୋର ଦେଖରେ ଯିଏ ଚୋର ରାତିରେ ଆସି ନିଆଁ ଲଗେଇ ପଳାଇବେ। ଦିନ ବେଳେ ଆଇଥାନ୍ତ ଦମ୍ ଯଦି ଥିଲା। ଇଏ ହେଉଛି ସେ ଘର ପୋଡ଼ି ଯାଉଛି, ସେ ନିଆଁ ଏଠି ଜଳୁଛି। ରାତି 3ଟା ବେଳେ ସେ ଘର ପୋଡ଼ି ଜାଳି ଦେଇଛନ୍ତି। କେଉଁଭଳି ଭାବରେ ଚୋର ଗ୍ୟାଙ୍ଗ ରାତିରେ ଆସି ଏମିତି ଚୋରି କରି ଯାଇଛନ୍ତି ଦେଖନ୍ତୁ। କେତେ ବଡ଼ ସାହସ! ପଙ୍କପାଳ ପଞ୍ଚାୟତରେ ଏମିତି କାଣ୍ଡ ଘସୁଛି, କେତେ ବଡ଼ ସାହସ ସେ ଚୋର ଡକାୟତ ମାନେ, ଯିଏକି ଏମିତି ଘର ଆସି ପୋଡ଼ିକି ନିଆଁ ଲଗେଇ ପୋଡ଼ି ଦେଇକି ରାତିରେ ଯାଇଛନ୍ତି। ଆଉ ଛେଳି ଚୋରି କରି ମଧ୍ୟ ଯାଇଛନ୍ତି। ଗୋଟେ ଛେଳି ଚୋରକୁ ତା ସହିତ ଗୋଟେ ଡକାୟତଗିରି ଆରମ୍ଭ ହୋଇଛି ପଙ୍କପାଳ ପଞ୍ଚାୟତରେ, ଯିଏକି ଏମିତିଆ ଅଭଦ୍ର ଆଉ ଚୋରଙ୍କୁ ଶୀଘ୍ର ଧରିକି ତାଙ୍କୁ ଫାଶୀ ଦିଆଯାଉ। ଯାହାଫଳରେ ଏତିକି ନୁହେଁ, ବଣିକୁନ୍ଦରେ ଯେମିତି କିଛି ଦିନ ତଳେ ଚୋରି ହେଇଥିଲା ସେଇ ଟାଇପ୍ର ଏଠି ସେମ୍ କାଣ୍ଡ ଏଠି ଘଟିଛି। କିନ୍ତୁ ଏଠି ନିଆଁ ଲଗେଇ ଚୋରି କରି ନେଇଛନ୍ତି। ତେଣୁକରି ନିଆଁ ଲଗେଇକି ଘରଟା ପୋଡ଼ି ଦେଇକି ତା ଘରକୁ ଜିନିଷପତ୍ର ନେଇଯାଇଛନ୍ତି। ଆଉ ଏହା ହିଁ ଘଟିଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ, ଯାହାକି ଏ ଚୋରମାନେ ଆଗାମୀ ଦିନରେ ଏମିତି କାହାର ନିଆଁ ନ ଲଗେଇ ପୋଡ଼ିବା ପାଇଁ ସାହସ କରିବେନି। ଦେଖନ୍ତୁ ଚୋରମାନେ କେଉଁ ଟାଇପ୍ର ପୋଡ଼ିକି ଯାଇଛନ୍ତି ସେ ଘରଟା ରାତିରେ। କାଲି ଇଏ ହେଉଛି ଗୋଟେ ଚୋର। ତୁ ନିଆଁ ଜଳୁଛି ସେମିତି। କାଲି ରାତି 3ଟା ଲାଗିଛି, ବର୍ତ୍ତମାନ ଦିନ 5ଟା ଆସି ହେଇଗଲାଣି, ସେମିତି ନିଆଁ ଜଳୁଛି। ଲିଭିବା ପାଇଁ ମଧ୍ୟ କେହି ଆସିନାହାନ୍ତି। ନିଆଁ ଉପରେ ନିଆଁ ଜଳି ଚାଲିଛି। ଘର ପୋଡ଼ିକି ଚୋରମାନେ ଫେରାର ହେଇଯାଇଛନ୍ତି।